আরে গছ ভাই, ହଁ ଭାଇ କେମିତି ଅଛ? ଭଲ ଅଛି ଯେ ମୋ ଦେହ ତ କାଲି ବିନ୍ଧା ହଉଛି ଆଉ କଣ ପାଇଁ ବିନ୍ଧା ହଉଛି ଭାଇ? ଇଏସଏଲ ପଛପଟେ ମାଙ୍କଡ ମାନେ ଅଛନ୍ତି ମୋ ଦେହ ଉପରେ କାଲି ଡିଆଁ ବିଆଁ କରି ବୋଲୁଛନ୍ତି ଆଉ ଆଚ୍ଛା, ଆରେ ମାଙ୍କଡ ମାନେ ହଉଛନ୍ତି ଆମର ବନ୍ଧୁ। ସେମାନେ ନ ରହିଲେ ଆମର ଜଙ୍ଗଲ ଶୋଭା ପାଇବନି। ତେଣୁକରି ସେମାନେ ରହିବା ଦରକାର। ହଁ ଭାଇ ବରଂ ଲୋକମାନେ ଆମର ଜଙ୍ଗଲ କାଟି ନଷ୍ଟ କରି ଦଉଛନ୍ତି। अरे पिंटू बाबू आम जो ईएसएल पछवाड़ जो गछ अच्छी ये काटिकी आम ऑफिस नुआ ऑफिस गुड़ा खोलिबा ହଉ ସାର୍। लोक ହଁ ମାଧବ କହିକି ଗୋଟେ ଲୋକ ଅଛି ସାର୍, ଗଛ ଫଛ କଟିଂ କରେ। ହଉ ଠିକ ଅଛି। ମାଧବ, ଓ ମାଧବ, ଡାକିଲା ଯେ तो माधव आप माधव ना शुणु ईएसएल पछपड़ जो गछ आम काटिकी से गोटे नुआ ऑफिस आम करार अच्छी तो से ଆପଣ କ'ଣ କଥା ହେବେ କେତେ ଟଙ୍କା ନେବେ ଆପଣ ପିଣ୍ଡଳ ସାଙ୍ଗେ କଥା ହେଇଯାଆନ୍ତୁ। ଠିକ ଅଛି, ମୁଁ କଥା ହେଇଯିବି। କଥା ହେଇକିରି ମୋତେ କହିବେ। ଠିକ ବାବୁ ଆପଣଙ୍କର ରିକ୍ସ ରହିଲା କେମିତି କ'ଣ ଗଛ କଟା ହବ ଏଇ ବିଷୟରେ ଆପଣ କଥା ହେଇକି ମାଧବ ସାଙ୍ଗେ ମୋତେ କଥା ହଉ ସାର୍, ଠିକ ଅଛି। ହଉ ମାଧବ, ଆଉ ସାର୍ ଯୋଉ କହିଲେ ସେଇଟା ତ ଶୁଣିଲ ତମେ। ହଏ, ଆଉ ଗଛ ଫଛଟା କାଟିଦେବ। ଆଉ ଗଛ କାଟିବି ଯଦି ମୋତେ ପଇସା ଦରକାର। ପଇସାଟା ନେଇଯିବନି କି, କାମ ସରିଲା ପରେ ପଇସା ନେଇଯିବ। ଆଉ ଏବେ ତ ଟାଇମ୍ ହେଇଗଲାଣି, ଗାଧେଇ ଦିଅ ତୁମେ ଆଉ ଖାଇ ପିଇକି ଆସ। ଠିକ ଅଛି, ମୁଁ ଘରୁ ଆସେ ଆଉ। ହଉ ଠିକ। ସାବିତ୍ରୀ, ଆଏ ବୋଲେ ତୁଇ। ଆସୁଛି ଆସୁଛି। ଆରେ ଜଲ୍ଦି ଆଏ। ଟିକେ କର ଟିକେ, କେତେ ବ୍ୟସ୍ତ ହଉଛ? ବାବୁଜୀ ମୋତେ କହିଛନ୍। ଆଚ୍ଛା, ଏସବୁ ପଚାଶ ଗଛ ଅଛି ନାଇଁ କି, ସେ କାଟିବା ପାଇଁ ମୋତେ କହିଛନ୍। ହଉ ହଉ ଠିକ ଅଛି ରୁହ ମୁଁ ଆଣେ ସାବୁନ ତେଲ ଦିଏ ଆପଣଙ୍କୁ ଯାଇ ଗାଧେଇ ଆସିକି ଯିବେ ଆଉ ସାବିତ୍ରୀ ଜୀବନ ନାହିଁ। ନିଅ ନିଅ ଗାଧେଇ ଆସ ମୁଁ ରୋଷେଇବାସ କରି ରଖିଥିବି ଖାଇକି ଯିବ ହଉ ଠିକ ଅଛି। ମଜା ଆସିଲା ରେ। ରୋଷେଇ କରୁଥିଲି ହେଲା। ଭଲ କଲା ସେଟା। ଗଛ କାଟିବି ରେ, ପଇସା ମିଳିଆ ରେ। ଆରେ ମାଲପି ସ୍ତ୍ରୀ ସାଙ୍ଗରେ ନାଚିବି ରେ। ଆରେ ମାଧବ, କୁଆଡେ ଯାଉଛୁ? ଆରେ ଗାଧିକା ଯାଉଥିଲି। ଏ ତୋର କି? ଆରେ ବାବୁ ଜଣଙ୍କୁ କହିଛନ୍ ଏସବୁ ପଇସା ଯୋଉ ଗଛ ଅଛି ନାଇଁ କି, ସେ କାଟିବା ପାଇଁ ମୋତେ କହିଛନ୍। ଏସବୁ ଗଛ ଯଦି তুমি କାଟିଦେବ ହଇ, ଯଦି ତମେ ଗଛ ଗୁରା କାଟିଦେବ ତାହେଲେ ଜଙ୍ଗଲ ତ ନଷ୍ଟ ହେଇଯିବ। ଆରେ ମୁଁ ନଷ୍ଟ ହେଇକି କିଏ ସାର୍ ମୁଇଁ ଜାଣି ନାହିଁ। ପଶୁ ପକ୍ଷୀ ଗୁଡା ଯିବେ କୁଆଡେ? ମୁଇଁ କେଣେ ଯିବେ ହେ ମୁଇଁ ନାଇଁ ଜାଣେ। ମତେ ପଇସାରେ ମତଲବ। ହଉ ତାହେଲେ ତମେ ଯାଅ, ମୁଁ ସରପଞ୍ଚ ସାଙ୍ଗରେ କଥା ହଉଛି। ଠିକ ଅଛି। ନାଚଟା ଅଛି ନା।
ଆଚ୍ଛା ଆମର ଘାଞ୍ଚି ଦବ ନା ପୁରା କାମ ଟିକେ ଚାଲିଛି ତ? ମୋର ଇନ୍ଦ୍ର ଆବାସ ଦରକାର ଠିକ ଅଛି ଠିକ ଅଛି ଆଉ କିଛି ଅସୁବିଧା ନାହିଁ ତ କାହାର କିଛି ଆଚ୍ଛା ଠିକ ଅଛି ଠିକ ଅଛି ଆଉ ସବୁ ଲୋକମାନେ ସବୁ ପଇସା ଦଉଛନ୍ତି ତ? ହଁ ସବୁ ବନ୍ଦ କରିଦେବା। ନମସ୍କାର ସାର୍ ନମସ୍କାର 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 ଆଉ ଏଠି କେମିତି ରାସ୍ତାରେ କ'ଣ ହେଲା କୋଉଠି ସବୁ କିଛି ଅସୁବିଧା ହେଇଛି ନା କ'ଣ? ନାଇଁ ଅସୁବିଧା ତ ବହୁତ କିଛି ହେଇଛି ଆମର ଯୋଉ ଇଏସଏଲ ପଛପଟେ ଯୋଉ ଜଙ୍ଗଲଟା ଅଛି ମୁଁ ମାଧବ ପାଖରୁ ଶୁଣିବାକୁ ପାଇଲି ସେ ଜଙ୍ଗଲଟା କ'ଣ କାଟିଦେବେ କହୁଛନ୍ତି କ'ଣ ହେଲା ଜଙ୍ଗଲ କାଟିଦେବେ? ହଁ ଆମେ ରହିବା କେମିତି ଆମ ଜୀବନତି ପୁଣି ରହିବା କେମିତି ଆମେ ବଞ୍ଚେଇବା ଏଠି କେମିତି? ହଁ ସେଇଥିପାଇଁ ତ କହୁଛି କ'ଣ କରିବା ତାହେଲେ ଆମେ କ'ଣ କିଛି କହୁଛନ୍ତି ନାହିଁ ଏବେ ଚାଲ ମାଇନ୍ସ ମ୍ୟାନେଜର କଥାବାର୍ତ୍ତା କରିବା ଠିକ ଅଛି ଠିକ ଅଛି ଠିକ ଅଛି ଠିକ ଅଛି ଯଦି ହବ ମାଇନ୍ସ ଫାଇନ୍ସ ବନ୍ଦ କରିଦେବା ଚାଲନ୍ତୁ ଠିକ ଅଛି ବନ୍ଦ କର ଚାଲ ଆସନ୍ତୁ ଚାଲ ପିଣ୍ଟୁ ବାବୁ ଆମର ଯୋଉ ଗଛ କାଟିବା କଥା ଏସବୁ କ'ଣ ହେଲା? ସେ ଗଛ ତ ଯାହେଲେ କାଟତେ ପଡ଼ିବ ନା ନହେଲେ ଆମେ କେମିତି ଅଫିସ କରିବା? ଆଉ ମୁଁ ତ କହିଛି ସାର୍ ସେ ଆସୁଥିବ ଏବେ ମାଧବ ମାଧବକୁ ଡାକନ୍ତୁ ଜଲ୍ଦି ସେମିତି ହେଲେ କେମିତି ହବ ଆମେ ଜଲ୍ଦି ଷ୍ଟାର୍ଟ କରିବା ନା ଆମେ କେମିତି କ'ଣ କରିବା ଆମେ ନିଜ ହିସାବରେ କାମ କରିବା ଅମୁଲ କୁଲ ପି ଯାଇ ହାଣ୍ଡିଆ ପିଲାଟା କଣ ହାଣ୍ଡିଆ ପି ଗାଇଲା ଆଉ ଗୋଟେ ମାଗି ଦିଅ ଆଉ ଗୋଟେ ମାଗି ଦିଅ ଆରେ ଇଏ ପିଣ୍ଟୁ ବାବୁ କ'ଣ ଇଏ ମାଧବ ବାବୁ? ହଁ ଏଇଟା ମାଧବ ସାର୍ ମାଧବ ତୁମେ ଗଛ କାଟିବ ନା ନିଜ ଗୋଡ଼କୁ କାଟିବ? আমি কোচ কাটকে নিয়ে আসছেন কিভাবে ওই বুড়ি কাটে দেখুছে কিনা আমার বুড়ি আটা ତ ଠିକ ଅଛି ଶୁଣନ୍ତୁ ମାଧବ ବାବୁ ଆପଣ ବସନ୍ତୁ ପିଣ୍ଟୁ ବାବୁ ଆପଣ ମାଧବକୁ କେମିତି ଘରକୁ ଯିବା ପାଇଁ ବ୍ୟବସ୍ଥା କରନ୍ତୁ ମାନ୍ଧବ କ'ଣ ଚାଲିଛି ଏଠି କୁହନ୍ତୁ ଆପଣ ଏଠି ସବୁ କ'ଣ ଚାଲିଛି? ଆପଣ ବସୁନାହାନ୍ତି ସାର୍ ଆପଣ ସରପଞ୍ଚ ବାବୁ ନମସ୍କାର ନମସ୍କାର ମୁଁ ବସିବା ପାଇଁ କ'ଣ ଚାଲିଛି ଏଠି କୁହନ୍ତୁ ଆପଣ ଆପଣ ଏତେ ଦିନ ପରେ ଆସିଲେ ସାର୍ ବସନ୍ତୁ କମ ସେ କମ ବସିକି କଥାବାର୍ତ୍ତା କରିବା ଆଚ୍ଛା ଟିକେ ବସିବା ଟିକେ ଆସିନି ମୋ କୁହନ୍ତୁ ଏଠି ସବୁ କ'ଣ ଚାଲିଛି ଆପଣ ଗୋଟେ କୁହନ୍ତୁ ମୋତେ ଇଏ ପିଣ୍ଟୁ ବାବୁ ସାର୍ ଆସୁଛନ୍ତି ବହୁତ ଦିନ ପରେ କ'ଣ ହେଇଛି ଆମର ଚା ପାଣି ବ୍ୟବସ୍ଥା ଟିକେ କରନ୍ତୁ ସାର୍ଙ୍କ ପାଇଁ ଆଉ ଯଦି କ୍ୟାଣ୍ଟିନରେ କ'ଣ ବ୍ୟବସ୍ଥା ହେଇଛି ଖାଇବା ବ୍ୟବସ୍ଥା କରନ୍ତୁ ଯାଆନ୍ତୁ ଠିକ ଅଛି ସାର୍ ସିଏ ବୁଲିଲାଣି ସିଆଡେ ସେଟା ବାଜିବ ହାତ ଶୁଣନ୍ତୁ, ଆମର ମୁଁ ଗ୍ରାମବାସୀମାନଙ୍କୁ ଶୁଣିବା ପାଇଁ ଚାହିଁଲି କି ଆପଣ ଏଠି କ'ଣ ଗଛ ଗଛ କାଟି କ'ଣ ଅଫିସ କରିବାକୁ ଚାହୁଁଛନ୍ତି? ମୁଁ ଇଏସଏଲ ଆମର ଯୋଉ ପଛପଟେ ଯୋଉ ଗଛ ଅଛି ଆମେ ସେଟା କାଟିବା ପାଇଁ ବ୍ୟବସ୍ଥା କରିଛୁ ସେଠି ଆମେ ନୂଆ ଅଫିସ ଗୁଡ଼ା ଖୋଲିବା ପାଇଁ ଚାହୁଁଛୁ ଯଦି ଆପଣ ଗଛ କାଟିଦେବେ ଆମ ଲୋକ ଏଠି ରହିବେ କେମିତି ବନ୍ଧୁ ରହିବେ କେମିତି ସବୁ ତ ଆମେ ସେଟା କଲେକ୍ଟର ସାର୍ ପାଖରେ ଅଭିଯୋଗ କରିଛୁ ଆମର ମାଇନିଂ ସ୍କାମ ହିସାବରେ ଆପଣ ଯଦି ଚାହିଁବେ ଆମେ ଆପଣ ଏରିଆ ଦିଅନ୍ତୁ ଆମେ ସେଇଠି ଆମେ ଗଛ ଲଗେଇବୁ ଆଜ୍ଞା ଆପଣ ଶୁଣନ୍ତୁ ଆପଣ ଯୋଉ କହୁଛନ୍ତି ସେଟା ତ ଛାଡ଼ନ୍ତୁ ଆପଣ ଯୋଉ ଆପଣ ଯୋଉ ମାଇନ୍ସର ଗାଡ଼ି ଯୋଉ ଯାଉଛି ଯୋଉ ଧୂଳି ଫୁଳି ଉଡୁଛି ତା ପାଇଁ କିଛି ବ୍ୟବସ୍ଥା କରିଛନ୍ତି ନା କିଛି କରିନାହାନ୍ତି? ଶୁଣନ୍ତୁ ଆଜ୍ଞା ଆମର ଯୋଉ ଏରିଆରେ ଗାଡ଼ି ଯାଉଛି ଆମେ ବେକର ତ ଅଲରେଡ଼ି ହେଇଯାଇଛି ସ୍ପ୍ରିଙ୍କଲର ବ୍ୟବସ୍ଥା ଠିକ୍ ରେଟ୍ଟା 60% ଆମର ହେଇଯାଇଛି ଅଲରେଡ଼ି ସ୍ପ୍ରିଙ୍କଲର ବ୍ୟବସ୍ଥା 40% ବାକି ଅଛି ଏଇଟା ହେଇଯିବ ପ୍ଲସ୍ ଯୋଉଟା ଆମର ହେଇନି ଆମେ ସେଇ ଜାଗାରେ ଆମେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିଛୁ ପ୍ଲସ୍ ଆପଣଙ୍କର ଯୋଉ ଏରିଆରେ ଆମର ଡେସ୍ପାଚ୍ ଚାଲିଛି ଆମେ ସେଇ ଏରିଆରେ ଆମେ ପାଣି ସିଞ୍ଚନ ବ୍ୟବସ୍ଥା କରିଛୁ ୱାଟର ଟ୍ୟାଙ୍କର ଦ୍ୱାରା ଠିକ ଅଛି ସାର୍ ଆପଣ ଯେଉଁ କଥା କହିଲେ ଠିକ ଅଛି ଆପଣ ମାଇନ୍ସରୁ ଯୋଉ ବର୍ଷା ହେଲେ ପାଣି ଯୋଉ ବଢିକି ନଈରେ ଆମର ମିଶୁଛି ନଈ ପାଣି ଦୂଷିତ ହେଉଛି ତା ପାଇଁ ଆପଣ କ'ଣ କରୁଛନ୍ତି? ଶୁଣନ୍ତୁ ଆଜ୍ଞା ଆମର ସେଟା ହେଲା ଆପଣଙ୍କର ଯୋଉ ଆମର ଡ୍ରେନିଂ ଯୋଉ ଆପଣଙ୍କ ଡମ୍ପିଂ ୱାର୍ଡ ଅଛି ଡମ୍ପିଂରୁ ଆମର ଯୋଉ ପାଣି ଆସୁଛି ଆମେ ସେଥିପାଇଁ ଡ୍ରେନ୍ ୱାଲ୍ ବନେଇଛୁ ପ୍ଲସ୍ ଆମର ଗାର୍ଡେନିଂ ୱାଲ୍ ବି ବନେଇଛୁ ପ୍ଲସ୍ ଆପଣଙ୍କର ଯୋଉ ପାଣି ଆସୁଛି ଆମେ ସେଠି
एसटीपी द्वारा आम प्रदूषण करके पानी को आम सेटा को पानी सिंचन व्यवस्था करुଛୁ ଆଉ କଣ କହିବାର ଅଛି କୁହନ୍ତୁ ସାର୍। ଠିକ ଅଛି ଆପଣ ଯୋଉଟା କହୁଛନ୍ତି କି ସେଟା ଆପଣ କାମରେ କରୁଛନ୍ତି ନା ଖାଲି ମୋ ଆଗରେ ସେମିତି କହୁଛନ୍ତି? କିନ୍ତୁ ବାବୁ ଯୋଉ ସରପଞ୍ଚ ସାର୍ କହୁଛନ୍ତି ଏଇ ଜିନିଷ କଣ ସତ ନା ମିଛ? ଯାହା ହଉଛି ତ ସେଇଆ କରୁଛି ସାର୍। କରୁଛି କହିଲେ ହେବନି, ଯୋଉ ଜିନିଷ ସରପଞ୍ଚ ସାର୍ କରୁଛନ୍ତି। ସାର୍ ଶୁଣନ୍ତୁ, ମୁଁ ଏବେ କଣ କହୁଛି, ମୁଁ ନିଜ ଆଡୁ ମୁଁ ନିଜେ ମୋର ମନିଟରିଂ କରିବି ଏଇ ଜିନିଷ। ଆପଣ ଯୋଉ ଜିନିଷ ଅଭିଯୋଗ କଲେ ମୁଁ ନିଜେ ମନିଟରିଂ କରିବି। ଆପଣ ଠିକ ଅଛି ଆପଣ କହିଲେ ଏଇ କଥା ପାଇଁ ଠିକ ଅଛି। ତ ମୋ ପାଇଁ ମୋ ଗ୍ରାମବାସୀମାନଙ୍କ ପାଇଁ ମୋ ଅଞ୍ଚଳ ପାଇଁ ଆପଣ କଣ କରିବେ? ସାର୍ ଆପଣଙ୍କ ଏରିଆ ପାଇଁ ଆମେ 60% ଲୋକାଲ ଏରିଆ ପାଇଁ ଆମେ 60% କାମ ଦେଇଛୁ, ଯାର ଯୋଉ କ୍ୱାଲିଫିକେସନ କାମ ଦେଇଛୁ। ପ୍ଲସ୍ ଆପଣମାନଙ୍କ ଏରିଆରେ ଆମେ ଡିସ୍ପେନ୍ସାରୀ ବ୍ୟବସ୍ଥା କରିଛୁ, ଆଚ୍ଛା। ଯୋଉଟା କି ଛୋଟ ମୋଟ ପ୍ରୋବ୍ଲେମ ପାଇଁ ଆମେ ଡିସ୍ପେନ୍ସାରୀରେ ସଲ୍ଭ କରୁଛୁ। ପ୍ଲସ୍ ବଡ଼ ପ୍ରୋବ୍ଲେମ ପାଇଁ ଆମେ ଆମ୍ବୁଲାନ୍ସ ଦ୍ୱାରା ଆମେ ବାହାରକୁ ପଠାଉଛୁ। ଆଜ୍ଞା ପ୍ଲସ୍ ଆପଣଙ୍କର ସ୍କୁଲ ବ୍ୟବସ୍ଥା କରୁଛୁ ଆମେ। ଆମେ ଆଜ୍ଞା ପେରିଫେରି ଡେଭଲପମେଣ୍ଟ ଯୋଉ ଆମର ଅଛି ସେଇ ଦ୍ୱାରା ଆମେ ମାଷ୍ଟର ବ୍ୟବସ୍ଥା ବି କରିଛୁ, ଆପଣଙ୍କ ଟିଚର ବ୍ୟବସ୍ଥା। ପ୍ଲସ୍ ଆପଣଙ୍କ ଏରିଆରେ ଯୋଉ ସ୍କୁଲ ଛୁଆ ଯାଉଛନ୍ତି ଆପଣଙ୍କ ସ୍କୁଲକୁ, ଆମେ ସେଇଟା ପାଇଁ ଆମେ ବସ୍ ବ୍ୟବସ୍ଥା କରୁଛୁ। ଆଚ୍ଛା ଠିକ ଅଛି। ପ୍ଲସ୍ ଶୁଣନ୍ତୁ ଆଜ୍ଞା, ଆପଣଙ୍କର ଏରିଆରେ ଡ୍ରିଙ୍କିଂ ୱାଟର ପ୍ରୋବ୍ଲେମ ଯୋଉ ହେଇଛି, ନଦୀ ହେଲା ଫିଗରେଟ ହେଲା ଏଇ ଯୋଉ ଆମର ରେଙ୍ଗଲବାଡା ହେଲା, ଆମେ ପାଣି ବ୍ୟବସ୍ଥା କରିଛୁ। ଯୋଉ ଏରିଆ ପାଇଁ ପାଣି ନାହିଁ ଆମେ ସେଠି ପାଣି ଟ୍ୟାଙ୍କର ଦ୍ୱାରା ଆମେ ପାଣି ପହଞ୍ଚଉଛୁ। ଆଚ୍ଛା ଆଚ୍ଛା ପିଲାମାନେ ଏସବୁ ହଉଛି ତ? ହଉଛି ଟିକେ ଟିକେ ହଉଛୁ। ଠିକ ଅଛି ଠିକ ଅଛି ଠିକ ଅଛି। ଆପଣଙ୍କ ଯେତେବେଳେ କହିଲେ ଠିକ ଅଛି, ଆପଣଙ୍କ କଥା ଯେହେତୁ ମୋ ଅଞ୍ଚଳ ପାଇଁ ଏତିକି ସେଇଟା ମୁଁ ଖୁସି ଅଛି। ଠିକ ଅଛି, ତ ଆପଣଙ୍କ ଯୋଉ ମାଇନ୍ସ ଲିଷ୍ଟ ଥିବ ତ 20 ଇୟର୍ସ 30 ଇୟର୍ସ 70 ଯେତିକି ବର୍ଷ ଆପଣ ଲିଷ୍ଟ ଥିବ, ଆଜ୍ଞା। ଆପଣ ଏଠି ମାଲ ନେଲେ ତ କ୍ୱାରି ଖୋଳିଲେ, କ୍ୱାରି ଖୋଳିଲେ ଗୋଟେ ଗାଡ଼ିଆ ଟାଇପର ହେଇଗଲା, ବହୁତ ବଡ଼ ଗାଡ଼ିଆଟା, ସେଟା ଆପଣ ସେମିତି ଛାଡ଼ିକି ଯିବେ ନା ତା ପାଇଁ କିଛି ଭାବିଛନ୍ତି? ଶୁଣନ୍ତୁ ଆଜ୍ଞା, ଇଏ ହେଲା ମାଇନିଂ ସ୍କିମ୍ ଉପରେ ଆମର ଚାଲିଛି। ଆମେ ଯୋଉ ଏରିଆରେ ଆମେ ମାଇନିଂ କରିବୁ, ଯଦି ଆମର ସେଠି ଦରକାର ନାହିଁ ଆମେ ତାହେଲେ ମାଟି ଡମ୍ପିଂ କରିବୁ। ଆଚ୍ଛା ଡମ୍ପିଂ କରିକି ଆମେ ଗଛ ଲଗେଇବୁ। ଆଚ୍ଛା ତାପରେ ଆପଣଙ୍କର ସ୍କୁଲ ଏରିଆରେ ସାର୍ ଶୁଣନ୍ତୁ, ପେରିଫେରି ଡେଭଲପମେଣ୍ଟ ହିସାବରେ ଆପଣ ପଚାରି ଦିଅନ୍ତୁ ଟିକେ ଆପଣଙ୍କର ଏରିଆରେ ହେଇଛି କି ନାହିଁ, ସେ ସାର୍ ମାନଙ୍କୁ ପଚାରନ୍ତୁ। ପେରିଫେରି ଡେଭଲପ ହିସାବରେ ଆମର ସ୍କୁଲରେ ମାନେ ଖେଳନାରୁ ନେଇକିରି ସବୁ କିଛି ଦିଆହଉଛି। ଠିକ ଅଛି ପ୍ଲସ୍ ଆପଣଙ୍କର ମାଷ୍ଟର ଦିଆହଉଛି, ପ୍ଲସ୍ ଠିକ ସବୁ ଅଛି କିଛି ଦିଆହଉଛି। ଠିକ ଅଛି ଠିକ ଅଛି ନା ମୁଁ ସେଟା ପଚାରିଲି। ତାପରେ ଆପଣ ଯଦି ଚାହିଁବେ ଆମେ ଟୁରିଷ୍ଟ ପ୍ଲେସ୍ ବି ବନେଇ ଦେବୁ ଆଚ୍ଛା କମ୍ପାନୀ ତରଫରୁ, ଆମେ ଯିବା ପୂର୍ବରୁ। ଆଚ୍ଛା ଆଚ୍ଛା ଠିକ ଅଛି ଠିକ ଅଛି। ଆପଣ କହିଲେ ଏ ତ ମାନେ କହିଲେ ଏସବୁ ହେଲେ ଠିକ ଅଛି, ଭଲ ହବ ତ? ସାର୍ ଠିକ ଅଛି ଠିକ ଅଛି। ଆଚ୍ଛା ଠିକ ଅଛି, ଶୁଣନ୍ତୁ ଆପଣ କହିଲେ ଏଠି ଖୁସି ମୁଁ ଅଛି, ଗାଁ ଯୋଉ ପରିବେଶ ରହିଲେ ଗାଁ ରହିବ, ଗାଁ ରହିଲେ ମାଇନ୍ସ ରହିବ। ଠିକ ଅଛି ଠିକ ଅଛି ଶୁଣନ୍ତୁ ଆଜ୍ଞା, ସେତିକି ହେଲେ ଆମକୁ ଶପଥ ନେବା ପାଇଁ ପଡ଼ିବ। ଠିକ ଅଛି ଗାଁ ବାଲା ପ୍ଲସ୍ ଆମ ଏରିଆ ଲୋକ ପାଇଁ ଶପଥ ନେବା ପାଇଁ ପଡ଼ିବ। ଆପଣମାନେ ଚାହିଁଲେ ସବୁ ହେଇପାରିବ। ଆଜ୍ଞା ଯଦି ମାଧବ ଭଳିଆ ପିଲା ଯଦି ଆପଣଙ୍କୁ ଦେବେ ତାହେଲେ କିଛି ହେଇପାରିବନି। ଠିକ ଅଛି ଠିକ ଅଛି ଠିକ ଅଛି ଆମେ ଗୋଟେ ଶପଥ ନେବା, ଠିକ ଅଛି। ସାମ୍ନାକୁ ଆସନ୍ତୁ। ଠିକ ଅଛି ପ୍ରଦୂଷଣ ନିୟନ୍ତ୍ରଣ ଆମ କର୍ତ୍ତବ୍ୟ, କର୍ତ୍ତବ୍ୟ, ସୁଯୋଗ ଆପଣମାନଙ୍କ ଅଧିକାର। ସୁଯୋଗ ଆପଣମାନଙ୍କର ଅଧିକାର। ଜୟ ମଲେଶ। ଜୟ। ଭାଇ ତ ହାତ ମାପିକି